बर ଓ ଅଶ୍ୱସ୍ଥ ବୃକ୍ଷର ଶୁଭ ପରିଣୟ। बर ଓ ଅଶ୍ୱସ୍ଥ ବୃକ୍ଷର ଶୁଭ ପରିଣୟ ରାଉରକେଲାର ସେକ୍ଟର 20 ପମ୍ପ ହାଉସ୍ ନିକଟରେ ମହାବୀର ମୁକ୍ତି ମଣ୍ଡପରେ ପୂଜିତ ହେଉଥିବା ବଟବୃକ୍ଷ ଓ ଅଶ୍ୱସ୍ଥ ବୃକ୍ଷର ଶୁଭ ପରିଣୟ ବୈଦିକ ରୀତିରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶହ ଶହ ଭକ୍ତମାନଙ୍କର ଏକ ରୋଷଣୀ ଶୋଭାଯାତ୍ରା ମଣ୍ଡପଠାରୁ ବାହାରି କୋଇଲନଗର ଡି ବ୍ଲକ ମାର୍କେଟ ମା ମଙ୍ଗଳାଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏହି ବିବାହ କାର୍ଯ୍ୟରେ ଅଶ୍ୱସ୍ଥ ବୃକ୍ଷର ପିତାମାତା ରୂପେ ଲକ୍ଷ୍ମୀକାନ୍ତ ଜେନା ଏବଂ ପୂଜକ ଭାବେ ସଞ୍ଜୟ କୁମାର ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସୁବ୍ରତ ରାଇ, ସାମ୍ବାଦିକ ମନୋରଞ୍ଜନ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସହସ୍ରାଧିକ ସଂଖ୍ୟାରେ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ନିତ୍ୟାନନ୍ଦ ବେହେରା, ଆଦିତ୍ୟ ବେହେରା, କୃଷ୍ଣଚନ୍ଦ୍ର ସାହୁ, କାର୍ତ୍ତିକ ପାତ୍ର, ସୁଶାନ୍ତ ଜେନା, ଭୀଷ୍ମ ମାଝୀ, ବିନୟ ପାତ୍ର, ବବ୍ରୁ ବାହାନ ଛୋଟାଏ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁରଲୀ ବେହେରା, ମୁରଲୀ ସାମଲ, କୈଳାସ ମହାନ୍ତି, ରାଜକୁମାର ସାହୁ, ଅମ୍ବିକା ସାହୁ, ସନ୍ତୋଷ ନାୟକ, କେଦାର ଭଟ୍ଟ, ଇନ୍ଦ୍ରମଣି ଜେନା, ପଞ୍ଚାନନ ତିର୍କି, ସବିତା ଜେନା, ସଙ୍ଗୀତା ପାତ୍ର, ସୋନୁ ମାଝୀ, ଜୟନ୍ତୀ ମଲ୍ଲିକ, ସସ୍ମିତା ସ୍ୱାଇଁ, ସାଗରିକା ସେଠୀ, ପ୍ରମୋଦ ମହାନ୍ତି, ରାଜୁ କଲେଥ, ବେବି ଆଣ୍ଟି, ବୁଧିରାମ ରାଉତ, ଦାମୋଦର ବାରିକ, ସନ୍ତୋଷ ମାଝୀ, ବାବୁଲା ଜେନା, ନନ୍ଦ ପାଇକରାୟ, ଦୀପକ ସାମଲ, ଶାନ୍ତିଲତା ଦାସ, ବୁଧୁ ସିଂ, ନାରାୟଣ ଖଟୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଦେଖନ୍ତୁ ତାରି ଚିତ୍ର। ब्यूरो न्यूज ओडिशा कथा यूट्यूब चैनल को आपण मैंने देखुंत मतामत दिंतु, लाइक करंतु, सब्सक्राइब करंतु और शेयर करंतु।